କୋଲ୍ଲୁର ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସନୁ ବାଗ ଓ ଟୁନୁ କଣ୍ଡାଗରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଯୁବକମାନେ ଉପସ୍ଥିତ ରହିଥିଲେ। ପ୍ରଥମେ ମୁକୁନ୍ଦପୁର ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଏକ ମହମବତୀ ଶୋଭାଯାତ୍ରାରେ ବାହାରି ହ୍ୟୁମାନ ସାଗର ଅମର ରହେ ସ୍ଲୋଗାନ ଦେଇ ମୁକୁନ୍ଦପୁର ମୁଖ୍ୟ ବଜାର ଦେଇ ଆମ୍ବତୋଟା ନିକଟରେ ପହଞ୍ଚିଥିଲା। ସେଠାରେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ଓଡ଼ିଶାର ସଙ୍ଗୀତ ପ୍ରେମୀମାନେ ସ୍ତବ୍ଧ ହୋଇଯାଇଥିବା ବେଳେ ଏବେ ବି ତାଙ୍କ ବିୟୋଗ ଖବର କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଥିଲା। ଏଥିରେ ଗ୍ରାମର ଭାସ୍କର ସାହୁ, ବ୍ଲକ କଳାକାର ସଂଘର ସଂଯୋଜକ ନାଗେଶ୍ୱର ହାରକା, ସିଙ୍ଗାନା କାଡ୍ରାକା, ସରୋଜ ବିଡ଼ିକା, ବାବୁରା ଓ ପାତିକା, ନବୀନ ମାଣ୍ଡାଙ୍ଗୀ, ସୂର୍ଯ୍ୟକାନ୍ତ ସାହୁ ଓ ରିତେନ୍ଦ୍ର ଦୋରା ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ମଲ୍ଲେଶ କୌଶଲଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।